ରାସନ କାର୍ଡ଼ରେ ଆସିଲା ବଡ଼ ଖବର। ଏହି ରାସନ କାର୍ଡ଼ରେ ଇକେୱାଇସି କରିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଅପଡେଟ୍ ଦେଇଛନ୍ତି। ସେହି ଅପଡେଟ୍ଟି କ'ଣ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ତ ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ରାସନ କାର୍ଡ଼କୁ ନେଇ ବଡ଼ ଅପଡେଟ୍। ଇକେୱାଇସି ଅପଡେଟ୍ ପାଇଁ ଆଉ କୋହଳ କରାଯିବ ନାହିଁ। ହିତାଧିକାରୀଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଇକେୱାଇସି ଅପଡେଟ୍ ସମୟସୀମା ବର୍ଦ୍ଧିତ କରାଯାଇଛି ସତ, ହେଲେ ଏହାରି ଭିତରେ ଯଦି ଯୋଗ୍ୟ ହିତାଧିକାରୀ ଇକେୱାଇସି ନ କରିପାରିଲେ ସେମାନଙ୍କ ରାସନ କାର୍ଡ଼ ସରେଣ୍ଡର ହୋଇଗଲା ବୋଲି ଧରି ନିଆଯିବ। ଫେବୃଆରୀ 15 ତାରିଖ ଶେଷ ତାରିଖ ଥିଲା, କିନ୍ତୁ ରାଜ୍ୟର 341 ପିଡିଏସ୍ ସେଣ୍ଟରରେ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ଯୋଗୁଁ ମାର୍ଚ୍ଚ 31 ତାରିଖ ଯାଏଁ ସମୟସୀମା ବର୍ଦ୍ଧିତ ହୋଇଛି। ତେବେ ଏହି ଦେଢ଼ ମାସ ଭିତରେ ରାସନ କାର୍ଡ଼ ହିତାଧିକାରୀ ଇକେୱାଇସି ଅପଡେଟ୍ କରିନିଅନ୍ତୁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଦେଖନ୍ତୁ, ମାର୍ଚ୍ଚ 31 ସୁଦ୍ଧା ଆପଣମାନେ ସମସ୍ତେ ଇକେୱାଇସି କରାଇ ନିଅନ୍ତୁ। ଯଦି ଆପଣମାନେ ଇକେୱାଇସି କରିବେନି ତାହେଲେ ଏହା ଶେଷ ସୁଯୋଗ ବୋଲି କହିଛନ୍ତି। ଯଦି ଆପଣମାନେ ଇକେୱାଇସି କରିବେନି ତାହେଲେ ଆପଣଙ୍କର ନାମ ରାସନ ତାଲିକାରୁ କଟିଯିବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଏହା ଥିଲା ଆଜିର ଛୋଟିଆ ଅପଡେଟ୍। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।